ହ୍ୟାଲୋ ଫ୍ରେଣ୍ଡସ୍, ଆଜିର ଏ କାହାଣୀଟି ଆମ ପାଖକୁ ଜଣେ ଭାଇ ପଠାଇଛନ୍ତି। ତ ଚାଲନ୍ତୁ ସେ ପଠାଇଥିବା କାହାଣୀଟିକୁ ଶୁଣିବା। ମୋ ଲିଲି ଅପାର ସାଙ୍ଗ ମିନୁ ଦେଖିବାକୁ ପୁରା ଗରି। ତାର ପତଳା ଅଣ୍ଟା ଦେଖିଲେ ମନ ହୁଏ ତାକୁ ଟିକେ ଗେଲ କରିବା ପାଇଁ। ସେମାନେ ଗୋଟେ କ୍ଲାସ୍ରେ ପଢ଼ନ୍ତି। ମୋ ଅପାଠାରୁ ମୁଁ 2 ବର୍ଷ ସାନ। ମିନୁ ଅପାର ଘର ଆମ ଘରଠାରୁ 1 କିଲୋମିଟର ହେବ। ସେମାନେ ସବୁଦିନେ ମିଶିକରି କଲେଜକୁ ଯାଆନ୍ତି। ମୁଁ ସେତେବେଳେ 10ମରେ ପଢ଼ୁଥାଏ। ମିନୁ ଅପା ଆମ ଘରକୁ ପ୍ରାୟ ସମୟ ବୁଲିବାକୁ ଆସନ୍ତି। ମୋ ପାଖରେ ତାଙ୍କର ମୋବାଇଲ ନମ୍ବର ମଧ୍ୟ ଥାଏ। ସେ ସବୁବେଳେ ଟପ୍ ପିନ୍ଧି ପ୍ରାୟ ସମୟ ହ୍ୱାଟ୍ସଆପ୍ରେ ଷ୍ଟାଟସ୍ ରଖନ୍ତି। ଆଉ ସୁନ୍ଦର ସୁନ୍ଦର ଗୀତ ମଧ୍ୟ ଷ୍ଟାଟସ୍ରେ ରଖନ୍ତି। କିନ୍ତୁ ମୁଁ କେବେ ତାଙ୍କୁ ରିପ୍ଲାଏ ଦେଉନଥାଏ। ଦିନେ ସେ ଧଳା ରଙ୍ଗର ଟି ସାର୍ଟ ପିନ୍ଧିଥାନ୍ତି ଆଉ ଭିତରେ କପଡ଼ା ପିନ୍ଧିଥାନ୍ତି। ତାଙ୍କର ବାହାରକୁ ପୁରା ଫୁଟିକି ଜଣାପଡ଼ୁଥାଏ। ଟପ୍ ଟିକେ ତଳକୁ ଖସି ଯାଇଥିଲା, ସେଥିପାଇଁ ସେ ଭିତରେ ପିନ୍ଧିଥିବା କପଡ଼ାଟା ଜଣାପଡ଼ୁଥିଲା। ଏହିଭଳି ଷ୍ଟାଟସ୍ ଦେଖି ତାଙ୍କୁ ନାଇସ୍ ଲେଖି ମୁଁ ରିପ୍ଲାଏ କଲି। ସେ ମୋତେ ମେସେଜ୍ କରି କହିଲେ, ଇଏ କ'ଣ? ମୁଁ କହିଲି, ଦିଦି ତମେ ଆଜି ବହୁତ ଭଲ ଦେଖାଯାଉଛ। ସେ ଫଟୋ ଦେଖି ଜାଣିଦେଲେ ମୁଁ ତାଙ୍କର କପଡ଼ାକୁ ଦେଖି ନାଇସ୍ ବୋଲି ଲେଖିଛି। ସେ କହିଲେ, କ'ଣ ଭଲ ଲାଗୁଛି, ଖାଲି ମୁଁ ନା ଆଉ କିଛି? ମୁଁ ଖୋଲିକି କହିଦେଲି, ତୁମର କପଡ଼ାଟା ବହୁତ ଭଲ ହୋଇଛି, ସେଥିପାଇଁ ମୁଁ ତୁମକୁ ରିପ୍ଲାଏ କରିଦେଲି, ସରି। ସେ କହିଲେ, ହଉ ଚଳିବ, ଏଇଟା ମୋର ଫ୍ୟାସନ୍। ତାର 2 ଦିନ ପରେ ମୋତେ ତାଙ୍କ ଘରକୁ ଫୋନ୍ କରିକି ସିଏ ଡାକିଲେ ଆଉ କହିଲେ, ଆଜି ଘରେ କେହି ନାହାନ୍ତି, ଘର ଗ୍ୟାସ୍ ସରିଯାଇଛି, ଟିକେ ଆସିକି ଆଣିଦେବ। ମୁଁ କହିଲି, ଠିକ୍ ଅଛି, ମୁଁ ଯାଉଛି। ତାପରେ ମୁଁ ଖାଇସାରି ବାହାରି ପଡ଼ିଲି ମିନୁ ଦିଦିଙ୍କ ଘରକୁ। ଦିନ ମାତ୍ର 12ଟା ବାଜିଥାଏ। ସେଦିନ ମଉସା ମାଉସୀ କିଛି କାମରେ ବାହାରକୁ ଯାଇଥିଲେ। ମିନୁ ଦିଦି ମୋତେ ତାର ଶୋଇବା ଘରକୁ ଡାକିନେଲା ଆଉ କହିଲା, ଆଜି ଘରେ କେହି ନାହାନ୍ତି, ସେଥିପାଇଁ ତୋତେ ଡାକିଲି। ଏକୁଟିଆ ରହିଲେ ମୋତେ ଜମାରୁ ଭଲ ଲାଗୁନି। ଏତିକି କହି ସେ ଯାଇ ଗୋଟେ ନାଇଟ୍ ଡ୍ରେସ୍ ପିନ୍ଧି ଆସିଲେ। ଗୋଟେ ନେଳିଆ ରଙ୍ଗର କପଡ଼ା ପୁରା ଚକ୍ ଚକ୍ ଦିଶୁଥାଏ। ସେ ତାଙ୍କର ଡ୍ରେସିଂ ଟେବୁଲ୍ ପାଖକୁ ଯାଇ ସଜ ହେଲେ। ତାଙ୍କ ଦେହରେ ଅତର ପକାଇ ମୋ ପାଖରେ ବସିଲେ। ହାତରେ ଗୋଟିଏ ନେଲ୍ ପଲିସ୍ ଧରି ଆସି ମୋତେ ଦେଖାଇ କହିଲେ, ଏଇଟା କ'ଣ? ମୁଁ କହିଲି, ନେଲ୍ ପଲିସ୍। ସେ ମୋତେ କହିଲେ, ଏଇଟା ବଡ଼ ହେବ ନା ତୋର ବଡ଼ ହେବ? ଭଗବାନ, ମିନୁଙ୍କ ଦିଦିଙ୍କର ଏଭଳି ପଚାରିବା ଦେଖି ମୁଁ ଟିକେ ହସିଦେଲି। ସେ କହିଲେ, ହସନି, ସେଦିନ ମୋର ଫଟୋ କେମିତି ଥିଲା? ମୁଁ କହିଲି, ଭଲ ଥିଲା, ତମେ ପୁରା ମସ୍ତ ଦେଖାଯାଉଥିଲ ଦିଦି। ସେ ମୋତେ କହିଲେ, ତୋର କୁନି ସୁନାରେ ମୋର ବହୁତ ଦିନର ଆଶା ଅଛି। ତୁ ବହୁତ ଭଲ ଦେଖାଯାଉଛୁ। ମୁଁ ଆଜି ତୋର ସୁନାକୁ ମନ ଭରିକି ଖାଇବି। ଏ କଥା ଶୁଣି ମୋ ଗୋଡ଼ ହାତ ଥରିବାକୁ ଲାଗିଲା। ମୁଁ କହିଲି, ତମେ ମୋ ଦିଦି ବୟସର, ମୁଁ କ'ଣ ତୁମକୁ? ଏତିକି ପରେ ସେ ମୋ ପାଖକୁ ଆସି ମୋତେ ଚାବୁଡ଼ି ଧରିଲେ ଆଉ କହିଲେ, ତୁ ବହୁତ କ୍ୟୁଟ୍ ଲାଗୁଛୁ। ଓଃ, କି କୋମଳ ଦେହ ତୋର। ମିନୁ ଦିଦିର ସ୍ପର୍ଶ ମୁଁ ପ୍ରଥମ ଥର ପାଇଲି। ବହୁତ ଗରମ ଲାଗୁଥାଏ। ତାଙ୍କର ଛାତିକୁ ଆଣି ମୋ ମୁହଁରେ ସେ ଲଗାଉଥାନ୍ତି। ପୁରା ତୁଳା ଭଳି ନରମ ନରମ ଭିତରେ ତାଙ୍କର କପଡ଼ା ନଥାଏ। ତାଙ୍କର ଛାତି ଦୁଇଟା ବାହାରକୁ ଫୁଟି ଦେଖାଯାଉଥାଏ। ପ୍ରଥମ ନଜର ମୋର ତାଙ୍କର ଛାତିର 2 ସନ୍ଧାରେ ରହିଥାଏ। ସେତିକିବେଳୁ ମୋ ଦେହ ପୁରା ଝାଳରେ ଗମ୍ ଗମ୍ ହେଲାଣି। ସେଦିନ ସେ ଖାଲି ନାଇଟ୍ ପିନ୍ଧିଥିଲେ, ଭିତରେ କିଛି ନଥିଲା। ସେ ତାଙ୍କର ମୋବାଇଲକୁ କାଢ଼ି ଗୋଟେ ଭିଡ଼ିଓ ଦେଖାଇଲେ ଆଉ ଭିଡ଼ିଓ ଦେଖି ମୋର ପୁରା ନୁନୁ ଠିଆ ହୋଇଗଲା। ସେ ମୋ ଗାଲ ଆଉ ଓଠକୁ ଗେଲ କରିବା ଆରମ୍ଭ କଲେ। ଗୋଟେ ହାତରେ ମୋର ନୁନୁକୁ ଧରି ଚିପୁଥିଲେ। ମୋତେ ବହୁତ ମଜା ଆସୁଥାଏ। ସେ ଲଗାଇଥିବା ଲିପଷ୍ଟିକ୍ ମୋ ଗାଲ ସାରା ହେଲାଣି। ସେ ଆଉ ରହିପାରିଲେନି। ମୋର ଗଞ୍ଜି ଆଉ ସବୁ ଖୋଲି ପକାଇଲେ। ମୋତେ ଭାରି କୁତୁ କୁତୁ ଲାଗିଲା। ମୁଁ ଖାଲି ବାହାନା କରି, ସେମିତି କରନି ଦିଦି, ମୋ ଅପା ଜାଣିଲେ ମୋତେ ମାରିବ। ଏଭଳି ଖାଲି କହି ଚାଲିଲି। କିନ୍ତୁ ସେ ମୋ ମୁହଁକୁ ତାଙ୍କ ନାଇଟ୍ ଭିତରେ ଘୋଡ଼େଇ ରଖି ପାଟିକୁ ତାଙ୍କର ଛାତିକୁ ନେଇ ଲଗାଇଲେ। ମୁଁ ସେ ଭିତରେ ଅଣନିଶ୍ୱାସୀ ହୋଇଗଲି ଆଉ ତାଙ୍କର ଛାତିକୁ ଖାଇବାକୁ ଲାଗିଲି। ସେ ମୋତେ ତାଙ୍କ ଆଡ଼କୁ ଚାପି ଧରିଥାନ୍ତି। ମିନୁ ଦିଦି ଏତେ ଗରମ ଲାଗୁଥିଲେ, ମୁଁ ଚୁପ୍ ରହି ତାକୁ ଅନୁଭବ କରୁଥିଲି। ଆଉ ଗୋଟେ ହାତରେ ମିନୁ ଦିଦିର
ସୋନୁରେ ମୁଁ ହାତ ମାରିଲି। କି ଚୁଟି ଥିଲା ବାପରେ, ସତେ ଯେମିତି ଗୋଟେ ଜଙ୍ଗଲ ହୋଇଯାଇଛି। ତାଙ୍କର ସୋନୁରେ ମୁଁ ଆଙ୍ଗୁଠି ପୁରାଇ ଭିତର ବାହାର କଲି ଆଉ ତାଙ୍କୁ ଗରମ କରୁଥିଲି। ସେ ଗୋଟେ ଦୀର୍ଘ ନିଶ୍ୱାସ ଛାଡ଼ି ସଁ ସଁ ହୋଇ ପିନ୍ଧିଥିବା କପଡ଼ାକୁ ଓହ୍ଲାଇ ଦେଲେ ଆଉ ଯାଇ ଖଟ ଉପରେ ଶୋଇପଡ଼ିଲେ। ମୁଁ ଜଙ୍ଗଲ ପରି ତାଙ୍କର ଚୁଟି ଥିବା ସୋନାକୁ ଦେଖି ପାଗଳ ହୋଇଗଲି। ଖାଲି ସେତିକି ନୁହେଁ, କାଖରେ ମଧ୍ୟ ତାଙ୍କର ବାଳ ଖୁନ୍ଦି ହୋଇଯାଇଥିଲା। ମୁଁ ତାଙ୍କ ଉପରେ ଶୋଇପଡ଼ିଲି ଆଉ ଦୁଇ କାଖକୁ ଶୁଙ୍ଘିବାକୁ ଲାଗିଲି। କି ବାସ୍ନା ହେଉଥାଏ! ସେ ବାସ୍ନାରେ ମୁଁ ଆହୁରି ଗରମ ହେବାକୁ ଲାଗିଲି। ସେତେବେଳେ ମୋର ନୁନୁ ପୁରା ସିଲ୍ ପିଟି ନଥିଲା। ମୁଁ ଲୋଡ଼ା ହୋଇକି ଶୋଇଲି ଆଉ ମୋ ନୁନୁକୁ ମିନୁବାପା ହାତରେ ଟାଣି ନେଇ 2-3 ଥର ଆଗ ପଛ କରି ମୋର ପାଟିରେ ପୂରେଇ ଖାଇବାକୁ ଲାଗିଲେ। ପୁରା ଗଳା ପର୍ଯ୍ୟନ୍ତ ମୋର ନୁନୁ ତାଙ୍କ ପାଟିରେ ପଶୁଥାଏ। ଆଉ ମୁଁ ତାଙ୍କର ସୋନୁର ଚୁଟିକୁ 2 ହାତରେ ଏଡ଼େଇ ଜିଭକୁ ତାଙ୍କ ସୋନୁ ଭିତରେ ପୂରେଇ ଚାଟିବାକୁ ଲାଗିଲି। ମୋତେ ଭାରି ସୁଖ ମିଳିଲା। ଆଉ ମୋର ନୁନୁକୁ ପାଟିର ଲାଳରେ ସେ ପୁରା ଭିଜେଇ ଦେଲେ। କିଛି ସମୟ ଏମିତି ହେବା ପରେ ସେ ମୋର ନୁନୁକୁ ନେଇ ତାଙ୍କର ସୋନୁରେ ପୂରେଇଲେ ଆଉ ମୋର ପଛକୁ ଧରି ଆଗ ପଛ କରିବାକୁ ଲାଗିଲେ ଆଉ ମୁହଁରୁ ଗରମ ଗରମ ଶବ୍ଦ ବାହାର କରୁଥାନ୍ତି। ସେସବୁ ଶୁଣି ମୋତେ ଭଲ ଲାଗୁଥିଲା। ମିନୁ ଦିଦିର ସୋନୁଟା ଓଦା ହୋଇ ପଚ୍ ପଚ୍ କରି ଶବ୍ଦ ହେବା ଆରମ୍ଭ କଲା। ଆଉ 2 ମିନିଟ୍ ପରେ ସେ ମୋତେ ଖଟର ଗୋଟେ ପାଖରେ ବସେଇଲେ ଆଉ ମୋ ନୁନୁ ଉପରକୁ କରି ବସି ପଡ଼ିଲେ। ସେ ମୋ ନୁନୁ ଉପରେ ବସି ତଳ ଉପର ହେବାକୁ ଲାଗିଲେ। ତାଙ୍କର ଛାତି ମୋ ମୁହଁରେ ବାଜି ତଳ ଉପର ହେଉଥିଲା ଆଉ ମୁଁ ତାଙ୍କ ଦେହରେ ହାତ ରଖି ଧୀରେ ଧୀରେ ଦବାଉଥିଲି ଆଉ ସେ ସଁ ସଁ ହୋଇ ମୋତେ କରି ଚାଲିଲେ। କିଛି ସମୟରେ ସେ ଟିକେ ଉପରକୁ ଉଠି ତାଙ୍କର ସୋନୁରୁ ପାଣି ଛାଡ଼ିଲେ। ମୋ ପେଟ ସାରା ଛିଟିକି ପଡ଼ିଲା ତାଙ୍କର ଗରମ ଗରମ ପାଣି। ସେ ପାଣି ଟିକେ ଗରମ ଲାଗିଲା। ପୁଣି ଆଉ ଥରେ ମୋର ନୁନୁରେ ତାଙ୍କର ସୋନୁକୁ ପୂରେଇ ତଳ ଉପର ହେବାକୁ ଲାଗିଲେ। ମୋତେ ବହୁତ ଭଲ ଲାଗୁଥିଲା। ଆଉ କିଛି ସମୟ ପରେ ମୋର ପାଣି ବାହାରି ଭିତରେ ଥିଲା। ତଥାପି ମିନୁ ଦିଦି ମୋତେ ମୋ ଉପରୁ ଜମାରୁ ଉଠୁନଥିଲେ। ପାଣି ବାହାରି ମୋର ଚୁଟି ଉପରେ ଲାଗିଲାଣି। ମୁଁ ଆଉ ସମ୍ଭାଳି ପାରୁନଥାଏ। ମୋର ନୁନୁରେ ଆଉ ଦମ୍ ନଥିଲା। ମୁଁ ଶେଷରେ ମିନୁ ଦିଦିକୁ କୁଣ୍ଢେଇ ଧରିଲି ଆଉ ମୋ ଉପରେ ଟାଣିକି ଶୁଆଇଦେଲି ଆଉ ତାଙ୍କୁ ଚାଟିବାକୁ ଲାଗିଲି। କିଛି ସମୟ ପରେ ତାଙ୍କର ପାଣି ବାହାରିଗଲା। ମୁଁ ତାଙ୍କର ଛାତିକୁ ମୋ ପାଟିରେ ପୂରାଇ ଖାଉଥିଲି ଆଉ କିଛି ସମୟ ପର୍ଯ୍ୟନ୍ତ ସେ ମୋତେ ଜାବୁଡ଼ି ମୋତେ ଗେଲ କରିବାକୁ ଲାଗିଲେ। ଆଉ 10 ମିନିଟ୍ ସେମିତି ଶୋଇବା ପରେ ମୋର ନୁନୁ ପୁଣି ଶୋଇପଡ଼ିଲା ଆଉ ମୋତେ ବେକାର ଲାଗିଲା। ପେଟ ସାରା ପାଣି ପଡ଼ି ଅଠା ଅଠା ଲାଗୁଥିଲା। ମୁଁ ମିନୁ ଦିଦିକୁ କହିଲି, ଚାଲ ଗାଧୋଇ ଆସିବା। ଆମେ ଦୁହେଁ ଯାଇ ଭଲରେ ସାବୁନ ମାରି ଗାଧୋଇ ହେଲୁ। ତାପରେ ମିନୁ ଦିଦି କିଛି ଜୁସ୍ ବନେଇ ମୋତେ ପିଇବାକୁ ଦେଲା। ତାପରେ ମିନୁ ଅପାର ମୋର ଆମେ ଶୋଇପଡ଼ିଲୁ। ମୁଁ ତା ଦେହର ସବୁ ଅଙ୍ଗକୁ ଶୁଙ୍ଘୁଥିଲି, ତାର ଛାତିକୁ ଦଳୁଥିଲି। ସେ ସେମିତି ଶୋଇ ରହିଥିଲା। ଦେଖୁ ଦେଖୁ ସନ୍ଧ୍ୟା 5ଟା ହୋଇଗଲା। ମୁଁ ମିନୁ ଦିଦିଙ୍କୁ ଉଠେଇଲି ଆଉ କହିଲି, ଏବେ ମୁଁ ଘରକୁ ଯାଉଛି। ତାର ଛାଡ଼ିବାକୁ ଇଚ୍ଛା ନଥିଲା। କହିଲା, ଆଜି ରାତିରେ ତୁ ମୋ ପାଖରେ ଶୋଇବୁ। ଘର ଲୋକ କେହି ବି ଡାଉଟ୍ କରିବେନି। ସେତେବେଳେ ମଉସା ମାଉସୀ ଆସି ଘରେ ପହଞ୍ଚିଲେ ଆଉ ମୁଁ ପଳେଇ ଆସିଲି। ସେଦିନଠାରୁ ମିନୁ ଦିଦି ମୋତେ ବହୁତ ଭଲ ପାଆନ୍ତି। ସମୟ ଦେଖି ମୋତେ କରିବାକୁ ଡାକନ୍ତି। ଏବେ ସବୁବେଳେ ମୋତେ ତାଙ୍କର ଦେହର ଫଟୋକୁ ପଠାନ୍ତି। ଏବେ ମୋର ତାଙ୍କୁ ଶାନ୍ତି କରିବାରେ ଖୁବ୍ ଏକ୍ସପିରିଏନ୍ସ ହୋଇଗଲାଣି। ଆଗ ଅପେକ୍ଷା ମୋର ଟିକେ ଲମ୍ବା ଆଉ ମୋଟା ହେଲାଣି। ତ ଦର୍ଶକ ବନ୍ଧୁ, ଏହି ଥିଲା ଛୋଟ କାହାଣୀ। ତ ଦର୍ଶକ ବନ୍ଧୁ, କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। ଯଦି ଆପଣମାନେ ବି ଆପଣମାନଙ୍କର କାହାଣୀକୁ ପଠାଇବାକୁ ଚାହୁଁଛନ୍ତି ତାହେଲେ ତଳେ କମେଣ୍ଟ କରନ୍ତୁ। ମୁଁ ମଧ୍ୟ ଆପଣମାନଙ୍କର କାହାଣୀକୁ ଆମ ଭିଡ଼ିଓ ମାଧ୍ୟମରେ ପ୍ରକାଶ କରିବି। ଆଜି ପାଇଁ ଏତିକି, ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।